ଏକ ସମକୋଣୀ ତ୍ରିଭୁଜର ସମକୋଣ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ x-5 ସେଣ୍ଟିମିଟର ଏବଂ x+9 ସେଣ୍ଟିମିଟର। ଦେଖ ଏଠି ସମକୋଣୀ ତ୍ରିଭୁଜ ବନେଇଛି ଏବଂ ବାହୁ ଦୁଇଟିର ଦୈର୍ଘ୍ୟ ଦେଇଛି। ଏବେ ଏହାର କ୍ଷେତ୍ରଫଳ 7.5 ବର୍ଗ ସେଣ୍ଟିମିଟର ହେଲେ ତ୍ରିଭୁଜର ବାହୁ ତ୍ରୟର ଦୈର୍ଘ୍ୟ ନିର୍ଣ୍ଣୟ କର। ଦେଖ ସମକୋଣୀ ତ୍ରିଭୁଜର କ୍ଷେତ୍ରଫଳର ସୂତ୍ର ଆମେ ଜାଣିଛେ 1/2 ଗୁଣନ ସମକୋଣ ସଂଲଗ୍ନ ବାହୁଦ୍ୱୟର ଗୁଣଫଳ। ସମକୋଣ ସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ ଦେଇଛି x-5 x+9 ଗୁଣିଲେ କେତେ ହେବ? କ୍ଷେତ୍ରଫଳ ଦେଇଛି 7.5। ଏବେ ଏ 2 କୁ ଆମେ ବାମ ପାର୍ଶ୍ୱରେ ହରିଛେ ତେଣୁ ଡାହାଣ ପାର୍ଶ୍ୱରେ ଗୁଣାଯିବ। ଲେଖିବି x-5 x+9 ସମାନ ହେବ 7.5ରେ ଆମେ ଗୁଣିଦେବା 2। ଏବେ xରେ ଗୁଣିବା x+9, xରେ x ଗୁଣିଲେ xର ବର୍ଗ, xରେ +9 ଗୁଣିଲେ +9x, -5ରେ x ଗୁଣିଲେ -5x, -5ରେ 9 ଗୁଣିଲେ -45। 7.5ରେ 2 ଗୁଣିଲେ କେତେ ହେବ? 15। ଏବେ xର ବର୍ଗ +9x -5x +4x -45 -15 ସମାନ 0। 15 ଡାହାଣ ପାର୍ଶ୍ୱରେ ପ୍ଲସ୍ ଥିଲା ତେଣୁ ବାମ ପାର୍ଶ୍ୱରେ ମାଇନସ୍ ହେବ। x² + 4x -60 ସମାନ 0। ଏବେ xର ମୂଲ୍ୟ ଆମେ କିପରି ବାହାର କରିବା? ଦେଖ ଏବେ ଏଠି ଧ୍ରୁବରାଶି ଅଛି -60 ତେଣୁ ସଂଖ୍ୟା ଦୁଇଟିକୁ ଗୁଣିଲେ ଆମେ ପାଉଥିବା -60 ଏବଂ xର ସହଗ ଅଛି +4 ତେଣୁ ସଂଖ୍ୟା ଦୁଇଟିକୁ ସେହି ସଂଖ୍ୟା ଦୁଇଟିକୁ ମିଶାଇଲେ ଆମେ ପାଇବା 4। ସଂଖ୍ୟା ଦୁଇଟି କିପରି ବାହାର କରିବା? ଦେଖ କେଉଁ ସଂଖ୍ୟା ଦୁଇଟିକୁ ଗୁଣିଲେ 60 ହେବ କୁହ? 1ରେ 60 ଗୁଣିଲେ ହେବ, 2ରେ 30 ଗୁଣିଲେ ହେବ, 3ରେ 20 ଗୁଣିଲେ ହେବ, 4ରେ 15 ଗୁଣିଲେ ହେବ, 5ରେ 12 ଗୁଣିଲେ ହେବ, 6ରେ 10 ଗୁଣିଲେ ହେବ। ଏବେ 10ରୁ 6 ଫେଡ଼ିଲେ କେତେ? 4। କିନ୍ତୁ ଏଠି ଆମକୁ ଦରକାର କ'ଣ? ଦୁଇଟି ସଂଖ୍ୟା ମିଶାଇଲେ ଆମେ ପାଇବା 4। ତେଣୁ ମୁଁ ଏଠି ଯଦି ଲେଖିବି -6 + 10, -6ରେ ଆମେ 10 ମିଶାଇଲେ ପାଇବା 4 ଏବଂ ସେଇ -6ରେ ଆମେ ଯଦି 10 ଗୁଣିବା ଆମେ ପାଇବା -60। ତେଣୁ ମୁଁ ଏଠି ଲେଖିବି x² -6x + 10x -60 ସମାନ 0। ଏବେ ଏ ଦୁଇଟି ପଦରେ x ଅଛି ସାଧାରଣ ତେଣୁ x ନେଇଗଲି ରହିବ x -6। ଏ ଦୁଇଟି ପଦରେ 10 ଅଛି ସାଧାରଣ ତେଣୁ +10 ନେଇଗଲେ ରହିବ x -6। ଏବେ ଦୁଇଟି ଯାକ ପଦରେ x -6 ସାଧାରଣ ଅଛି ତେଣୁ ମୁଁ ଯେତେବେଳେ x -6 ନେଇଯିବି ପ୍ରଥମ ପଦରେ ରହିବ x, ଦ୍ୱିତୀୟ ପଦରେ ରହିବ +10 ସମାନ 0। x -6ରେ ଆମେ ଯେତେବେଳେ x + 10 ଗୁଣୁଛେ ପାଉଛେ 0 ତେଣୁ x -6କୁ ଆମେ ଲେଖିପାରିବା 0 ଏବଂ x + 10 ବି ହେଇପାରିବ 0। ଏବେ x -6 ଯେତେବେଳେ 0 x କେତେ ହେଉଛି 6 ଏବଂ x + 10 ଯେତେବେଳେ 0 ହେଉଛି x କେତେ ହେଉଛି -10। ଏବେ ପିଲାମାନେ କୁହ xର ମୂଲ୍ୟ -10 ନେଲେ ଏ ବାହୁର ଦୈର୍ଘ୍ୟ କେତେ ହେଉଛି? -10 -5 -15 -15 ଗୋଟେ ବାହୁର ଦୈର୍ଘ୍ୟ ହେଇପାରିବ କି? ହେଇପାରିବନି। ତେଣୁ xର ମୂଲ୍ୟ ଆମେ -10 ନେବା ନାହିଁ। xର ମୂଲ୍ୟ କେତେ ନେବା? 6 ନେବା। ତେଣୁ ଯେତେବେଳେ xର ମୂଲ୍ୟ 6 ନେବା ପ୍ରଥମ ବାହୁର ଦୈର୍ଘ୍ୟ ହେବ 6 + 9 କେତେ ହେବ? 15 ଏବଂ ଦ୍ୱିତୀୟ ବାହୁର ଦୈର୍ଘ୍ୟ ହେବ 6 - 5 କେତେ ହେବ? 1। ଏବେ ଯେତେବେଳେ ଆମେ ଦୁଇଟି ବାହୁର ଦୈର୍ଘ୍ୟ ପାଇଲେ ଆମେ ତୃତୀୟ ବାହୁର ଦୈର୍ଘ୍ୟ ନିର୍ଣ୍ଣୟ କରିପାରିବା। କିପରି କରିବା? କର୍ଣ୍ଣର ଦୈର୍ଘ୍ୟ ହେବ ଭୂମିର ଦୈର୍ଘ୍ୟର ବର୍ଗ 1ର ବର୍ଗ ଯୁକ୍ତ ଉଚ୍ଚତାର ବର୍ଗ 15ର ବର୍ଗର ବର୍ଗମୂଳ। 1ର ବର୍ଗ 1 ଯୁକ୍ତ 15ର ବର୍ଗ 225 ମିଶାଇଲେ କେତେ ହେବ? 226। ତେଣୁ ତୃତୀୟ ବାହୁର ଦୈର୍ଘ୍ୟ ହେଲା 226ର ବର୍ଗମୂଳ ଏତିକି ସେଣ୍ଟିମିଟର। ତେଣୁ ଆମେ ତିନୋଟି ଯାକ ବାହୁର ଦୈର୍ଘ୍ୟ ପାଇଲେ। ଗୋଟେ ହେଲା 1 ସେଣ୍ଟିମିଟର, ଆଉ ଗୋଟେ 15 ସେଣ୍ଟିମିଟର, ଆଉ ଗୋଟେ 226ର ବର୍ଗମୂଳ ଏତିକି ସେଣ୍ଟିମିଟର।